ବର୍ତ୍ତମାନ ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ ଆଉ ଗୋଟେ ବଡ଼ ଅପଡ଼େଟ୍ ଆସିଯାଇଛି। ଆସନ୍ତା 22 ତାରିଖରେ ମିଳିବ ପୁଣି ସୁଭଦ୍ରା ଟଙ୍କା। 1,70,000 ମହିଳାମାନଙ୍କ ମଧ୍ୟରୁ ଯେଉଁ ମହିଳାମାନେ ଯୋଗ୍ୟ ଅଟନ୍ତି ସେମାନଙ୍କୁ ଯାହାକି ସୁଭଦ୍ରା ଯୋଜନାର ଅଧୀନରେ ଟଙ୍କା ଦିଆଯିବ। ଦ୍ୱିତୀୟ କିସ୍ତିର ଟଙ୍କା ମାର୍ଚ୍ଚରେ ମିଳିଥିଲା, ଏବେ କିନ୍ତୁ ଏପ୍ରିଲରେ ପୁଣି ଥରେ ଯେମିତିକି ଟଙ୍କା ମିଳିବ। ଆସନ୍ତା 22 ଏବଂ 23 ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। 1,70,000 ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ପାଇବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ 1,70,000 ହିତାଧିକାରୀଙ୍କର ଯେଉଁ ଡକ୍ୟୁମେଣ୍ଟଟି ରିଜେକ୍ଟ ହୋଇଯାଇଛି ସେମାନଙ୍କର ଡକ୍ୟୁମେଣ୍ଟଟିକୁ ପୁଣି ଥରେ ଯାହାକି ରିଚେକିଂ କରାଯିବ। ରିଚେକିଂ କରିବା ପାଇଁ ଆପଣଙ୍କର ଯେଉଁ ବ୍ଲକର ଅଧିକାରୀ ରହିଛନ୍ତି ତା ସହିତ ଆପଣଙ୍କ ଗାଁର ଯେଉଁ ଅଙ୍ଗନବାଡ଼ି ଦିଦି ରହିଛନ୍ତି ସେମାନେ ଆସିକି ରିଚେକିଂ କରିବେ। ସେମାନେ ଆପଣଙ୍କ ଗାଁର ଘରକୁ ଘରକୁ ବୁଲି ଯେଉଁ ସବୁ ତ୍ରୁଟି ରହିଛି ତାହାକୁ 1,70,000 ହିତାଧିକାରୀଙ୍କୁ ଯୋଗ୍ୟ ବ୍ୟକ୍ତିଙ୍କୁ ଟଙ୍କା ସେମାନେ ଦେବେ। ସେମାନଙ୍କ ଡକ୍ୟୁମେଣ୍ଟଟିକୁ ଭେରିଫିକେସନ୍ କରାଯିବ ଆଉ ଯେଉଁମାନେ ଯଦି ଯୋଗ୍ୟ ଅଟନ୍ତି ତ ସେମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କାରେ ସାମିଲ କରାଯିବ। ତାଙ୍କର ଯାହା ବି ଷ୍ଟାଟସ୍ରେ ପ୍ରୋବ୍ଲେମ୍ ରହିଛି ସବୁ ଯେଉଁମାନେ ଯେଉଁ କୌଣସି ମଧ୍ୟ ଷ୍ଟାଟସ୍ ପ୍ରୋବ୍ଲେମ୍ ଅଛି ସେ ସବୁ ଷ୍ଟାଟସ୍ଟିକୁ ପୁଣି ଥରେ ଯାଞ୍ଚ କରାଯିବ ଆଉ ଯାଞ୍ଚ କରିସାରିଲା ପରେ ସେମାନଙ୍କୁ ପୁଣି ଥରେ ଏପ୍ରିଲରେ ଟଙ୍କା ମିଳିବ। ଏପ୍ରିଲ 14 ତାରିଖରୁ ଯାଞ୍ଚ ପ୍ରକ୍ରିୟାଟି ଆରମ୍ଭ ହୋଇସାରିଛି। ଏହା ସହିତ ଯେଉଁମାନେ ନୂଆ ଆବେଦନ କରିଛନ୍ତି ତାଙ୍କର ମଧ୍ୟ ଜିଲ୍ଲାବାରୀ ଆବେଦନଟିକୁ ସର୍ଭେ କରାଯିବ। ତା ସହିତ ଆସନ୍ତା 22 ତାରିଖ ଏବଂ 23 ତାରିଖରେ 1,70,000 ହିତାଧିକାରୀ ଯେଉଁ ବାଦ୍ ପଡ଼ିଛନ୍ତି ତାଙ୍କର ଡକ୍ୟୁମେଣ୍ଟଟିକୁ ମଧ୍ୟ ପୁଣି ଥରେ ଯାଞ୍ଚ କରାଯିବ। ଯାଞ୍ଚ କରିସାରିଲା ପରେ ଆପଣମାନେ ଯଦି ଯୋଗ୍ୟ ହୋଇଥିବେ ତାହେଲେ ସୁଭଦ୍ରା ଯୋଜନା ଅଧୀନରେ ପୁଣି ଥରେ ଟଙ୍କା ପାଇପାରିବେ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ କହିଛନ୍ତି। ଏହା ସହିତ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମାର୍ଚ୍ଚ 31 ତାରିଖ ଆବେଦନ କରିବାର ଶେଷ ତାରିଖ ଥିଲା, ଯାହାକି ସରକାର ସମସ୍ତଙ୍କୁ ମାର୍ଚ୍ଚ 31 ତାରିଖ ଶେଷ ତାରିଖ ବୋଲି ଘୋଷଣା କରିଦିଆଯାଇଥିଲା। ଏବେ କିନ୍ତୁ ଯେଉଁମାନେ ମଧ୍ୟ ସୁଭଦ୍ରା ଯୋଜନା ଅଧୀନରେ ରେଜିଷ୍ଟ୍ରେସନ୍ କରିନାହାନ୍ତି ସେମାନେ ଯାହାକି ତୃତୀୟ କିସ୍ତିର ଟଙ୍କା ମିଳିସାରିଲା ପରେ ଯେଉଁମାନଙ୍କୁ 21 ବର୍ଷ ହୋଇଯାଇଥିବ ସେମାନେ ଯାହାକି ସୁଭଦ୍ରା ଯୋଜନା ଅଧୀନରେ ପୁଣି ଥରେ ସୁଭଦ୍ରା ପୋର୍ଟାଲରେ ଓପନ୍ ହେବ, ଯାହାକି ସେମାନେ ରେଜିଷ୍ଟ୍ରେସନ୍ କରିପାରିବେ। ପୋର୍ଟାଲଟି ଯେତେବେଳେ ଓପନ୍ ହୋଇସାରିବ ଯେଉଁମାନେ ଯୋଗ୍ୟ ଅଟନ୍ତି ଯେଉଁମାନଙ୍କୁ 21 ବର୍ଷ ହୋଇଯାଇଥିବ ସେମାନେ ସୁଭଦ୍ରା ଯୋଜନାର ପୋର୍ଟାଲ ରେଜିଷ୍ଟ୍ରେସନ୍ କରିପାରିବେ ବୋଲି ସୂଚନା ରହିଅଛି। ତେବେ ଦେଖନ୍ତୁ ଏଇ ଯେଉଁ 22 ତାରିଖରେ ଟଙ୍କା ଦିଆଯିବ ରାଜ୍ୟ ସରକାର ତରଫରୁ ଆଉ ଗୋଟେ କିସ୍ତିର ଯେଉଁ ଟଙ୍କା ଦିଆଯିବ ଏହି କିସ୍ତିରେ କେଉଁ ମହିଳାମାନେ ଟଙ୍କା ପାଇପାରିବେ, କେଉଁ ମହିଳାମାନଙ୍କର ଚାନ୍ସ ରହିଛି ଆଉ କେଉଁ ମହିଳାମାନେ ଏପ୍ରିଲ 22 ତାରିଖରେ ଟଙ୍କା ପାଇପାରିବେ। ଦେଖନ୍ତୁ କିଛି ମହିଳାମାନେ 5,000 ଟଙ୍କା ପାଇବେ ଆଉ କିଛି ମହିଳାମାନେ 10,000 ଟଙ୍କା ପାଇବାର ମଧ୍ୟ ଆଶା କରାଯାଉଛି। ତେବେ କେଉଁମାନେ 22 ତାରିଖରେ ଟଙ୍କା ପାଇବେ ଏହା ପାଇଁ ମୁଁ ଆଉ ଗୋଟେ ଭିଡ଼ିଓଟି ନେଇ ଆସିଛି ଏଇ ଚ୍ୟାନେଲରେ ଅଲରେଡ଼ି ଅପଲୋଡ଼ ଅଛି, ଆପଣମାନେ ଯାଇକି ଦେଖିପାରିବେ। 5ଟି କ୍ୟାଟାଗୋରୀର ମହିଳାମାନେ ଏପ୍ରିଲ 22 ତାରିଖରେ ଟଙ୍କା ପାଇପାରିବେ, ଯାହାକି ଏଇ ଚ୍ୟାନେଲରେ ଅପଲୋଡ଼ ଅଛି। ଏହି ଭିଡ଼ିଓ ଆପଣ ଦେଖିବେ ଡିଟେଲରେ ଜାଣିପାରିବେ କେଉଁମାନେ ପାଇପାରିବେ ଆଉ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ସେହି ଭିଡ଼ିଓରେ ଡିଟେଲ ଅପଡ଼େଟ୍ ରହିଛି। ଯାହାକି ଆପଣମାନେ ସେହି ଭିଡ଼ିଓକୁ ଏପର୍ଯ୍ୟନ୍ତ ଦେଖିନାହାନ୍ତି ତ ସେହି ଭିଡ଼ିଓକୁ ଯାଇକି ଥରେ ନିଶ୍ଚୟ ଦେଖିଦିଅନ୍ତୁ। ଯଦି ଆପଣମାନଙ୍କର ସେସବୁ ଜାଗାରେ ତ୍ରୁଟି ଅଛି ତ ସେହି ହିସାବରେ ଆପଣ ତାହାକୁ ସଂଶୋଧନ କରିଦିଅନ୍ତୁ ଯେତେବେଳେ କି ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। ଠିକ୍ ଅଛି, ଆଉ ଗୋଟେ ନୂଆ ଅପଡ଼େଟ୍ରେ ଦେଖାଯିବା। ଏହା ଥିଲା ସୁଭଦ୍ରା ଯୋଜନାକୁ ନେଇ ଅପଡ଼େଟ୍। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ। ଆଉ ମୁଁ ଏମିତି ହିଁ ଆପଣମାନଙ୍କ ପାଇଁ କିଛି ନା କିଛି ଅପଡ଼େଟ୍ ଆଣୁଥାଏ ଯାହାକି ଆପଣମାନଙ୍କୁ ନିଶ୍ଚୟ ହେଲ୍ପଫୁଲ୍ ହେବ। ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିକି ଅଲ୍ରେ ସିଲେକ୍ଟ କରିଦିଅନ୍ତୁ। ଦେଖା ହେବ ଅନ୍ୟ ଭିଡ଼ିଓରେ। ଧନ୍ୟବାଦ।